ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ, ରାଜଧାନୀ ଅପେରା ଆଉ ଯାତ୍ରା ଆକାଶଗଙ୍ଗାର ଶୀତକାଳୀନ ଛୁଟି। ପ୍ରବଳ ଥଣ୍ଡା ପାଇଁ ବହୁ ଯାତ୍ରା ଅନୁଷ୍ଠାନର ସନ୍ଧ୍ୟା ଶୋରେ ଯାତ୍ରା। ଆଗାମୀ ଯାତ୍ରା ବର୍ଷ 2024-25ରେ ଯାତ୍ରା ମଇଦାନକୁ ଆସିବ ହାଇବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ ଯାତ୍ରା ସିଂହ ବାହିନୀ। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି 2024 ମସିହା ଜାନୁଆରୀ ମାସ 7 ତାରିଖ ରବିବାର। ସୂର୍ଯ୍ୟଦେବଙ୍କ କୃପାରୁ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଏବେ ଆସନ୍ତୁ ଯିବା ନାଟକୀୟ କାର୍ଯ୍ୟକ୍ରମକୁ। କାହାର, କେଉଁଠି, କେଉଁ ନାଟକ? ଯାତ୍ରାଶ୍ରୀ ବିଶ୍ୱ ଦରବାର ଦ୍ୱିତୀୟ ଅଭିନୟ ରଜନୀ, ବଡ଼ଖୁଆ, ସୋନଟ, ବାଲେଶ୍ୱର। ଆଜିର ନାଟକ ଅବୁଝା ଆଖିର ଅକୁହା କଥା। ରଚନା ଓ ନିର୍ଦ୍ଦେଶନା ଇଞ୍ଜିନିୟର ଆଶୁତୋଷ ମହାପାତ୍ର, ସଙ୍ଗୀତ ଏକନସା। ଓಂ ଶ୍ରୀ ବାଘାଯତୀନ ଲୋକନାଟ୍ୟ ପଞ୍ଚମ ଅଭିନୟ ରଜନୀ, ରାଜପୁର ପଡ଼ିଆ, ଗୋଡ଼ା, ଜଗତସିଂହପୁର। ଆଜିର ନାଟକ କନ୍ଦେଇ ମାରୁଛି ଉପରବାଲା। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ଶିବ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ଇନ୍ଦ୍ରଭୁବନ ସପ୍ତମ ଅଭିନୟ ରଜନୀ, MV79, କାଲିମେଳା, ମାଲକାନଗିରି। ଆଜିର ନାଟକ ମୁଁ ଗରିବ ଘରର ପୁଅ। ରଚନା ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଅପେରା ଅଶୋକ ସମ୍ରାଟ ତୃତୀୟ ଅଭିନୟ ରଜନୀ, ଭଇଁପୁର, ଆଳି, କେନ୍ଦ୍ରାପଡ଼ା। ଆଜିର ନାଟକ ମୁଁ ବାଦାମବାଡ଼ିର ରିକ୍ସାବାଲା। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ଏକନସା। ଅପେରା ସୂର୍ଯ୍ୟ ମନ୍ଦିର ତୃତୀୟ ଅଭିନୟ ରଜନୀ, ଖୁଣ୍ଟଳ, ରାହାମା, ଜଗତସିଂହପୁର। ଆଜିର ନାଟକ ଝରିଗଲା ଝରା ଫୁଲ। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ସ୍ୱର୍ଣ୍ଣମହଲ ପ୍ରଥମ ଅଭିନୟ ରଜନୀ, ଜଗନ୍ନାଥପୁର, ଜଗତସିଂହପୁର। ଆଜିର ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ମିହିର ମହାନ୍ତି। ତୁଳସୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ, ଖୁରଖୁରୀ, ସାକ୍ଷୀଗୋପାଳ, ପୁରୀ। ଆଜିର ନାଟକ ଅଧା ରାତିର ସାଥୀ। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ବିକାଶ ଶୁକ୍ଳା। ମା ଶକ୍ତିମୟୀ ଲୋକନାଟ୍ୟ ତୃତୀୟ ଅଭିନୟ ରଜନୀ, ମହୁଲପାଟଣା, ମୁଖିଗୁଡ଼ା, କଳାହାଣ୍ଡି। ଆଜିର ନାଟକ କିଏ ଜାଣିଥିଲା ଏମିତି ହେବ। ରଚନା ଅକ୍ଷୟ ସାହୁ, ନିର୍ଦ୍ଦେଶନା ବୁଲୁ ବିଶ୍ୱାଳ, ସଙ୍ଗୀତ ମାନସା। ଯାତ୍ରା ଦୁର୍ଗା ମନ୍ଦିର ଦ୍ୱିତୀୟ ଅଭିନୟ ରଜନୀ, ଆଳିପିଙ୍ଗଳ, ଜଗତସିଂହପୁର। ଆଜିର ନାଟକ ଭୁଲିଗଲା ପରେ ଭଲରେ ଅଛି। ରଚନା ଓ ନିର୍ଦ୍ଦେଶନା ହରବାରିକ, ସଙ୍ଗୀତ ମିହିର ମହାନ୍ତି। ଗୌରୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ, ଭଣ୍ଡାରୀ ପୋଖରୀ, ଭଦ୍ରକ। ଆଜିର ନାଟକ ମିଛେଇ ମୋନାଲିସା। ରଚନା ଜଗନ୍ନାଥ ରାଉତ, ସଙ୍ଗୀତ ଓ ନିର୍ଦ୍ଦେଶନା ଏନ୍ ଜ୍ଞାନେନ୍ଦ୍ର। ଯାତ୍ରା ରଙ୍ଗମହଲ ଦ୍ୱିତୀୟ ଅଭିନୟ ରଜନୀ, ଭଡ଼ଗାଁ, ଆରୁଆ, ଚଣ୍ଡିଖୋଲ, ଯାଜପୁର। ଆଜିର ନାଟକ ମୁଁ ଗୋଟେ ଝିଅର ବାପ। ରଚନା ଓ ନିର୍ଦ୍ଦେଶନା ହରବାରିକ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ସ୍ୱପ୍ନମହଲ ପ୍ରଥମ ଅଭିନୟ ରଜନୀ, ରାଣୀପଡ଼ା, କଣାସ, ପୁରୀ। ଆଜିର ନାଟକ ହାରିବନି କେବେ ବାପର ପୁଅ। ରଚନା ଅଜୟ ସାହୁ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ରାଜନନ୍ଦିନୀ ଦ୍ୱିତୀୟ ଅଭିନୟ ରଜନୀ, ଦୁଲାଖିପାଟଣା, ଯାଜପୁର। ଆଜିର ନାଟକ ସୀତା ବନବାସ 17 ବର୍ଷ। ରଚନା ସୁଭାଷ ସାହୁ, ନିର୍ଦ୍ଦେଶନା କ୍ରିଷ୍ଣା ସ୍ୱାଇଁ, ସଙ୍ଗୀତ ସୁଭାଷ ରାମ। କୋଣାର୍କ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ, କଡ଼େଇ, ଝାଡ଼େଶ୍ୱର ଟାଙ୍ଗୀ, କଟକ। ଆଜିର ନାଟକ ସେଇ ଗୋଟିଏ ଭୁଲ ପାଇଁ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ତାରିଣୀ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ, ବନ୍ଧକାଟିଆ, କଟକ। ଆଜିର ନାଟକ କାଳିକନିଆର କଳା ସିନ୍ଦୁର। ରଚନା ଶତରୂପା ମିଶ୍ର, ନିର୍ଦ୍ଦେଶନା ମୁକ୍ତିକାନ୍ତ ନାୟକ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ଧଉଳି ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ, ମକିଆ, ପାପଡ଼ାହାଣ୍ଡି, ନବରଙ୍ଗପୁର। ଆଜିର ନାଟକ କଳଙ୍କ ମୋ ପାଇଁ ଚନ୍ଦନ ଟୋପା। ରଚନା ଅଜୟ ସାହୁ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ପାର୍ବତୀ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ, କଣ୍ଟାବଣିଆ, ସାସଙ୍ଗ ନୂଆପୁର, ବାଲେଶ୍ୱର।
ଆଜିର ନାଟକ ଜହ୍ନକୁ ପଚାର କଇଁର କଥା। ରଚନା ଓ ନିର୍ଦ୍ଦେଶନା ଡକ୍ଟର କୈଳାସ ମଲ୍ଲିକ। ସଙ୍ଗୀତ ଏକନସା। ଅପେରା ସାଇ ସମ୍ରାଟ। ଦ୍ୱିତୀୟ ଅଭିନୟ ରଜନୀ। ବରତଣ୍ଡା ସୁକିନ୍ଦା ଯାଜପୁର। ଆଜିର ନାଟକ ତୁ ଯେଉଁଠି ଥିଲେ ବି ମୋହନ। ରଚନା ଡକ୍ଟର ସୁଧାଂଶୁ ନାୟକ। ନିର୍ଦ୍ଦେଶନା ଅଶ୍ରୁମୋଚନ ମହାନ୍ତି। ସଙ୍ଗୀତ ବିକାଶ ଶୁକ୍ଳା। ଅପେରା ଓଡ଼ିଶା ସମ୍ରାଟ। ପ୍ରଥମ ଅଭିନୟ ରଜନୀ। ଚଣ୍ଡୀବଜାର ବାଲିଆ କେନ୍ଦ୍ରାପଡ଼ା। ଆଜିର ନାଟକ ମୋ ଲୁହଠୁ ନିଜର ତୁ। ରଚନା ଡକ୍ଟର ଦୀପକ ଜେନା। ନିର୍ଦ୍ଦେଶନା ମହେଶ ହାଜରା। ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବୁ। ମନେ ରଖନ୍ତୁ ଯାତ୍ରାପ୍ରେମୀ ଦର୍ଶକ ବନ୍ଧୁ, ସ୍ଥଳ ବିଶେଷରେ ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ, ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ। ଟିକିଏ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ। ଟିକିଏ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ସଠିକ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଏ ହେଲା ଆଜି ସକାଳର କିଛି ଯାତ୍ରା ସମ୍ପର୍କିତ ଖବର ଯାତ୍ରା ପ୍ରେମୀ ଦର୍ଶକମାନଙ୍କ ପାଇଁ। ପୁଣି କିଛି ନୂଆ କଥା, ନୂଆ ସମ୍ଭାବନାର ବାର୍ତ୍ତା ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଏପିସୋଡରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ। ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।